ବ୍ୟସ୍ତବହୁଳ ସହର ସାଙ୍ଗକୁ ଲୁଣା ହ୍ରଦ ଚିଲିକା ପାଇଁ ବାଲୁଗାଁ ପ୍ରସିଦ୍ଧ। ଦୈନନ୍ଦିନ ଶହ ଶହ ସ୍ଥାନୀୟ ଜନସାଧାରଣଙ୍କ ସମେତ ଦେଶ ବିଦେଶରୁ ଚିଲିକା ପରିଭ୍ରମଣ କରିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଶୀତ ଅନୁଭୂତ ସାଙ୍ଗକୁ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଦୈନନ୍ଦିନ ଚିଲିକାକୁ ନୌବିହାର ଓ ବିଦେଶାଗତ ପକ୍ଷୀ ଦେଖିବାକୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ଦେଖିବାକୁ ମିଳୁଛି। ମାତ୍ର ଚିଲିକାକୁ ଜେଟି ଅଞ୍ଚଳରେ ନିଶାଖୋର ଯୁବକଙ୍କ ଦୌରାତ୍ମ୍ୟ ଯୋଗୁଁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ନାନାଦି ଆକ୍ରୋଶର ଶିକାର ହେଉଥିବା ବେଳେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏପରିକି ଅହରହ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଉକ୍ତ ଦୌରାତ୍ମ୍ୟର ଶିକାର ହେଉଥିବା ନଜର ଆସୁଛି, ଯାହାକି ଚିଲିକା କୂଳ ଜେଟି ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ନେଇ ବାଲୁଗାଁ ଥାନାକୁ ଖବର କରାଯାଉଥିବା ବେଳେ ଉକ୍ତ ଥାନା ଚିଲିକା କୂଳରୁ 2 କିଲୋମିଟର ଦୂରରେ ଥିବା ଯୋଗୁଁ କୌଣସି ଅଘଟଣ ଘଟିଲେ ପୁଲିସ ପହଞ୍ଚିବାରେ ଅନେକ ବିଳମ୍ବ ଘଟୁଛି, ଯଦ୍ୱାରା ଅଘଟଣ ଘଟାଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରୁଛି। ଯନ୍ତ୍ରଣାରେ ଅଞ୍ଚଳବାସୀ ଅବା ପର୍ଯ୍ୟଟକ ଛଟପଟ ହେଉଥିବା ବେଳେ ଚିଲିକା କୂଳ ଜେଟିକୁ ଆସିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି ପର୍ଯ୍ୟଟକ। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ଋତୁ ପୂର୍ବରୁ ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ମହଲରୁ ଅଭିଯୋଗ କ୍ରମେ ମୋଟର ବୋଟ୍ ଆସୋସିଏସନ ତରଫରୁ ଚିଲିକା କୂଳ ଜେଟିଠାରେ ଏକ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ, ଏସ୍ପି ଏବଂ ଆଇନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କିନ୍ତୁ ପର୍ଯ୍ୟଟନ ଋତୁ ସରିବାକୁ ବସିଲାଣି, ତଥାପି ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି, ଯାହାଫଳରେ ଦିନକୁ ଦିନ ନିଶାଖୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ନାମକୁ ମାତ୍ର ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ଦୈନନ୍ଦିନ କିଛି ନା କିଛି ଅପ୍ରୀତିକର ପରିସ୍ଥିତି ବାରମ୍ବାର ଉପୁଜୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏପରି କାର୍ଯ୍ୟକଳାପ ଜାରି ରହିଲେ ଚିଲିକା କୂଳ ଜେଟି ଶ୍ରୀହୀନ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି। ଖୋର୍ଦ୍ଧାରୁ ସଂଗ୍ରାମ ରଣାଙ୍କ ରିପୋର୍ଟ, ପ୍ରୟୋଗ।